ଆପଣ 2024 ଗୋଟେ ଦେଖିଥିଲେ ଓଡିଶା ନିର୍ବାଚନ, ସେଟା ସାଧାରଣ ନିର୍ବାଚନ ଥିଲା ବିଧାନସଭାର, ଯୋଉଥିରେ ଓଡିଶା ରାଜ୍ୟର ଗୋଟେ ବଡ ଧରଣର ପରିବର୍ତ୍ତନ ହେଇଥିଲା। ନବୀନ ପଟ୍ଟନାୟକ 24 ବର୍ଷ ପରେ କ୍ଷମତାଚ୍ୟୁତ ହେଇଥିଲେ। କିନ୍ତୁ ସେତେବେଳେ ସମସ୍ତେ କହିଲେ ନବୀନ ପଟ୍ଟନାୟକ ବିରୁଦ୍ଧରେ ଏଇଟା ଅସନ୍ତୋଷ ନୁହେଁ, ଏ ଅସନ୍ତୋଷ ହଉଛି ନବୀନ ପଟ୍ଟନାୟକ ଦଳଟାକୁ ସରକାରକୁ ବିକେ ପାଣ୍ଡିଆନଙ୍କ ହାତକୁ ହସ୍ତାନ୍ତର କରିଦେବା ଯୋଗୁ ଏ ବିଦ୍ରୋହ ହେଲା, ଲୋକମାନେ ଗଲେ। କିନ୍ତୁ ଏଇ ରାଜ୍ୟସଭା ନିର୍ବାଚନ ଆଉ ଗୋଟେ ବଡ ଧରଣର ଟର୍ଣ୍ଣିଂ ପଏଣ୍ଟ ମୁଁ ଭାବି, ଏଇ ରାଜ୍ୟସଭା ନିର୍ବାଚନରେ ସେଇଟା ଯଦି ସେଇ କାରଣରୁ ହେଇଥିଲା ବୋଲି ଆମେ ସମସ୍ତେ ଧରୁଛେ। ରାଜ୍ୟସଭା ନିର୍ବାଚନଟା କଣ କହିଲା, ସେତେବେଳେ ବିକେ ପାଣ୍ଡିଆନଙ୍କୁ ରାଜ୍ୟବାସୀ ରିଜେକ୍ଟ କଲେ। ବିକେ ପାଣ୍ଡିଆନଙ୍କୁ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ ଘରେ ବସିଗଲେ। ରାଜ୍ୟସଭା ଇଲେକ୍ସନ କଣ କହିଲେ? ରାଜ୍ୟସଭା ନିର୍ବାଚନ ଗୋଟିଏ ପ୍ରମାଣ ଦେଲା ବାର୍ତ୍ତା ଯେ ବିଜେଡି ଯାହାକୁ ନବୀନ ପଟ୍ଟନାୟକ ସୁପ୍ରିମ କୁହାଉଛି ଏତେ ବର୍ଷ ଧରି ଦଳର କର୍ଣ୍ଣଧାର, ଆଜି ତାଙ୍କ ବିରୁଦ୍ଧରେ ଦଳ ଭିତରେ କେତେ ଅସନ୍ତୋଷ ଜମାଟ ବାନ୍ଧି ଥିଲା। ଆପଣ ମତେ ବହୁ ସମୟରେ କହୁଥିଲେ ସନ୍ତୃପ୍ତ ମିଶ୍ର ହାରିଯିବେ ବୋଲି। ମୁଁ କେବେ କହିଲି ଆପଣଙ୍କ ଭିତରେ ବି ଗୋଟେ ଚିନ୍ତା ଥିଲା। ମୁଁ ସେ କଥା କେବେ କହିଲି। ସନ୍ତୃପ୍ତ ମିଶ୍ର ହାରିବା ମୁଁ କେବେ କହିଲି। ସନ୍ତୃପ୍ତ ମିଶ୍ର ବର୍ତ୍ତମାନ ଜିତିବାର ସମ୍ଭାବନା ଯଥେଷ୍ଟ ରହିଛି, ଯଦିଓ ନାଇଁ ରେଜଲ୍ଟ ବାହାରିଗଲାଣି, ରେଜଲ୍ଟ ବାହାରି ସାରିଲାଣି ବୋଲି ଧରନ୍ତୁ। ବିଜେପିର 2 ଜଣ ଯାକ ଜିତିଛନ୍ତି, ବିଜେଡିର ସମ୍ପୃକ୍ତ ମିଶ୍ର ଜିତିଛନ୍ତି, ପରାଜିତ ହୋଇଛନ୍ତି ଡକ୍ଟର ଦତ୍ତେଶ୍ୱର ହୋତା, ଯିଏକି କମନ କ୍ୟାଣ୍ଡିଡେଟ୍। କାରଣ ଯୋଉମାନେ କମନ କ୍ୟାଣ୍ଡିଡେଟ୍ ତାଙ୍କୁ କରିଥିଲେ ଉଭୟ ଦଳର ସଦସ୍ୟ, ସେ ଉଭୟ ଦଳର ସଦସ୍ୟ ମାନଙ୍କ ସଂଖ୍ୟା ଦେଖି ଭାବିଥିଲେ ଯେ ହଁ ବଇଲା, କିନ୍ତୁ ସେ ସଦସ୍ୟ ମାନେ ବିଟ୍ରେ କରିଛନ୍ତି ବା ତାଙ୍କୁ ସମର୍ଥନ କଲେ ନାହିଁ, 11 ଜଣ କଲେ ନାହିଁ। ତ ମୋର କହିବା କଥା ରବି ବାବୁ, ଆପଣ ଯୋଉ କହୁଥିଲେ ନବୀନ ବାବୁଙ୍କ ପ୍ରତି ଏତେ ବଡ ବିଷୋଦ୍ଗାର ଅଛି, ଏତେ ବଡ ବିଷୋଦ୍ଗାର ଭିତରେ ତ ସନ୍ତୃପ୍ତ ମିଶ୍ର ଜିତିଲେ। ଆରେ ତାଙ୍କର ତ ଏଇଟା ବି ଜିତିବା କଥା। ଯଦି ନବୀନ ପଟ୍ଟନାୟକଙ୍କ ପ୍ରତି ବିଜେଡିରେ ଯୋଉ ଧରଣର ଲୋକମାନଙ୍କର ଧାରଣା ଥିଲା, ସେଇ ଧରଣର ବିଶ୍ୱାସ ଆସ୍ଥା ଯଦି ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଥାଆନ୍ତା, ଆଜି ଯାହା ହେଲା କ୍ରସ୍ ଭୋଟିଂ, ବିଜେଡିରୁ 8 ଜଣ 2 ଜଣଙ୍କୁ ସେ ଆଗରୁ ସସ୍ପେଣ୍ଡ କରିଥିଲେ, ଏବେ ଆଜି ଆଉ ବାକି 6 ଜଣ ଆଜି କରିଛନ୍ତି। ଆପଣ ଭାବନ୍ତୁ, ଏଇ 6 ଜଣ ବିଜେଡିରେ ଥିବା ବିଧାୟକ ତାଙ୍କ ବିରୁଦ୍ଧରେ ଗଲେ, ସେ ତାଙ୍କୁ ଘରକୁ ଡାକି ଖାଇବାକୁ ଦେଇକି ଲୁଙ୍ଗି ପିନ୍ଧେଇ ଯେତେ ଯାହା କଲେ ମଧ୍ୟ ବି ଦେ ଡିଡଣ୍ଟ ଏଗ୍ରି। କାହିଁକି ନା ତାଙ୍କ ମନ ଭିତରେ ଗୋଟେ ଯୋଉମାନେ ଲୁଙ୍ଗି ପିନ୍ଧିଲେ ସେମାନେ କଣ କ୍ରସ୍ ଭୋଟିଂ କଲେ? ଆରେ ମୁଁ କହିଲି ଏ ସମସ୍ତ ଉଦ୍ୟମ ସତ୍ତ୍ୱେ ଘରୁ ଡାକିଲେ, ଖାଇବା ପିଇବା ଯାହା କଲେ, ନବୀନ ମାନେ ଯେବେ କୋଉଟା କେବେ କରନ୍ତି? ନବୀନ ମାନଙ୍କ ଇତିହାସରେ ଭଳି ଆଚରଣ କେବେ ଦେଖିନା? ତାହା କରିବା ମୁଁ ଆଇ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଭକ୍ତ ଦାସ ନେତୃତ୍ୱ ସେଇଭଳି ନୁହେଁ। ଭକ୍ତ ଦାସ ସଭାପତି ନିଶ୍ଚିତ ଭାବରେ, କିନ୍ତୁ ଭକ୍ତ ଦାସଙ୍କ ନେତୃତ୍ୱ କଂଗ୍ରେସରେ ଆପଣ ଜାଣିଛନ୍ତି ଯିଏ ନେତା ହୁଏ ତା ବିରୁଦ୍ଧରେ କିଛି ଲୋକ ବାହାରନ୍ତି, ସେ ଗୋଟେ ପ୍ରତିଷ୍ଠିତ ନେତୃତ୍ୱ। ଆପଣ କହୁଛନ୍ତି ନବୀନ ବାବୁଙ୍କ ବିରୁଦ୍ଧରେ କ୍ରସ୍ ଭୋଟିଂ ହେଇଛି? ବିଜେଡିରେ ଯୋଉ କ୍ରସ୍ ଭୋଟିଂ ହେଇଛି ସେଇଟା ମୁଖ୍ୟତଃ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିରୁଦ୍ଧରେ ଗୋଟେ କ୍ରସ୍ ଭୋଟିଂ। ଆପଣ ଦେଖନ୍ତୁ କୋଉମାନେ କଲେ। ମୁଁ କହିଲି ସନାତନ ଆଉ ଅରବିନ୍ଦ, ସେ କାହିଁକି କରିଥିଲେ ସସ୍ପେଣ୍ଡ, କଣ କରିଥିଲେ, କୋଉ କାରଣ କରିଥିଲେ ତାଙ୍କୁ ଜଣା। ସେ ଅରବିନ୍ଦ ଶେଷ ପର୍ଯ୍ୟନ୍ତ କହିଲା ମତେ କାହିଁକି କରିଛନ୍ତି ମୁଁ ଜାଣିନି। ଦ୍ୱିତୀୟ କଥା ହଉଛି ଯୋଉମାନେ ଥିଲେ ତାଙ୍କ ଭିତରେ, ଦେଖନ୍ତୁ ପ୍ରଭାତ ତ୍ରିପାଠୀଙ୍କ ପୁଅ, ପ୍ରଭାତ ତ୍ରିପାଠୀଙ୍କ ପୁଅ ତାଙ୍କ ବିରୁଦ୍ଧରେ କାହିଁକି କଲେ? ଯେ ଯେଭଳି ଭାବରେ ସେ ପ୍ରଭାତ ତ୍ରିପାଠୀକି ଟ୍ରିଟ୍ କରିଛନ୍ତି, ଦଳୁ ବାସ କରିଦେଲେ। ଆପଣ ଯେଭଳି ଭାବରେ ପ୍ରଭାତ ବିଶ୍ୱାସକୁ ଟ୍ରିଟ୍ କରିଛନ୍ତି, ତାଙ୍କ ପୁଅ କହିଲା ନାହିଁ ଇଏ କଣ କରୁଛନ୍ତି। ତ ଏ ସବୁ ଇଣ୍ଡିଭିଜୁଆଲ କାରଣରୁ, ନବୀନ ପଟ୍ଟନାୟକଙ୍କର ଦଳ ମ୍ୟାନେଜ କରିବା, ଦଳର ନେତୃତ୍ୱ, ସିଏ ଭାବୁଥିଲେ ମୁଁ ଯାହା କରୁଛି ଠିକ ଅଛି, ଦଳ ମୋ ବିରୁଦ୍ଧରେ କେହି ପ୍ରଶ୍ନ କରିବେ, ମୁଁ ଯାହା କରୁଛି ସବୁ ଠିକ। ଏଇ ଯୋଉ ଧାରଣା ତାଙ୍କର ଧାରଣା ଥିଲା, ସେଟା ଭୁଲ ଧାରଣା। ଦଳ ଭିତରେ ଅସନ୍ତୋଷ ସେ କେବେ ବୁଝିବାକୁ ଚେଷ୍ଟା କରିନାହାନ୍ତି। ଆପଣ ଦେଖନ୍ତୁ 2 ବର୍ଷ ହେଲା, ଅଲମୋଷ୍ଟ ପାଖାପାଖି 2 ମାସ ହେଲା, 2 ବର୍ଷ ହେଲା ଦଳ କ୍ଷମତା ଗଲାଣି। ଆଜି ପରେ ସେ ବୁଝିଲାନି କାହିଁ ଦଳ ହାରିଲା। ଆଜି ପର୍ଯ୍ୟନ୍ତ ଦୌଡ଼ିରେ ଦଳରେ ଗଲାଥର କେନ୍ଦ୍ରୀୟ ଟିକେଟ ଦିଆହେଇଥିଲା, ମୁଁ ତ ଜାଣିଛି। ଦେଖନ୍ତୁ ଜୟଦେବ ବିହାରର ବିଧାୟକ ଯେ ତାଙ୍କ ନମ୍ବଳି ବୋଧେ ଦେଇଛି ବିରୁଦ୍ଧରେ ଅଛନ୍ତି ତାର, ସେ କ୍ରସ୍ ଭୋଟିଂ କରିଛି କି? ନବ ମଲ୍ଲିକ କରିଛି। ନବ ମଲ୍ଲିକ କୋଉଠିକା ବିଧାୟକ? ବାଲିପାଟଣା।
जयदेव बिहार जयदेव नगर अच्छा जयदेव नगर जे विधायक सीए क्रॉसवोटिंग कहीं कला कहीं कले कहीं जयदेव बिहार जे विधायक खाली जयदेव को जयदेव निर्वाचन मंडल जयदेव निर्वाचन हाँ। जयदेव जे विधायक होइछंती हाँ। से कौन बीजेडी रे काम बळे विधायक होइछंती गोला निर्वाचन से टिकेट किए देइला किए टिकेट देइला जीए टिकेट देइला एवं जहाँ बल टिकेट देले जहाँ सकाशे समीर दास को काटिले से जो व्यक्ति सी बर्तमान असुविधा पड़ी कहीं सी से तार जो माफिया बाली माफिया तार जो साम्राज्य साम्राज्य सरकार देला सुविधा करथला से पैसा दे टिकेट से निर्वाचन मंडल पैसा कौन बीजेडी खर्च करुची से खर्च करुची से माने करछन से ताकत से माने मन आंकर काय मानिबो हां ये कौन करछन तापे एवं सीए यही भली भाबरे खाइटी नु आगा सारा ओडिसा रे विभिन्न स्थान रे एही भली जो विभ्राट करछन दल भितरे तार परिणति मान कहउछन एमाने मोटे बड़ बड़ कथा कहू मु आर नीति हीन कार्य मु आम कहउची दल रमाकांत भोई तिर्तोल रो विधायक से काई करस्पोर्टिंग कले बिजू जनता दल विधायक काई कले आपण बुझंतु रमाकांत भोई काई कले आपण बुझंतु रमाकांत भोई का कथा रे कले काई कले आपण बुझंतु तो आ पछ गोटे एमानकर दल संगे दलर सहित रहिया रमाकांत देगे देखु रमाकांत भोई जने दलर हार्डकोर बिजू जनता दल लोक नहंती सी जेहेतु आसीथिले दल भितर किए कांग्रेस आसथिले जेहेतु चिरंजीव विश्वास आसिले से चिरंजीव विश्वास अत्यंत ये और चिरंजीव विश्वास अनुसार टिकेट दिया जाइथिला आपण जानछन्ती हां ना नहीं हां किंतु ए निर्वाचन रे से जाले जे मोर ये मो बीजेडी तांकर नवीन पटनायक जो नेतृत्वर पराकाष्ठा तांको पे किछ मूल्य नथिला एवं चिरंजीव विश्वास प्रति दल जो भाई ट्रीट कला ता भी आपण जानछन्ती से भी टिकेट पाइले से खुशी अछन्ती से भी खुशी ना तो आ भीतर कोन आपण कहउछने गोटे विचारगत कारणरू पार्टी रा बॉस को सहित कॉन्फ्लिक्ट रा कारणरू सब क्रॉस वोटिंग हैला ना मनी बैक पॉलिटिक्स गोटे बड़ा मनी से तो मनी बैक तो सेकंड टाइम मनी बैक आपण भावछन कांग्रेस रे कोन बिना ए जो क्रॉस वोटिंग हुए कोन बिना मनी बैक रहउछ की अब के पैसा हमें जानि कि ता सते नवीन पटनायक रा जो नेतृत्व जो सुप्रीम लीडर भाबरे तांको जो ख्याति एते वर्षर ता सत्ते तांको पाखरे जो माने अछंती से मान कोन गरीब लोक कि सब से दल जो माने अछंती किंतु से माने काहे की मनी बैक द्वारा गले काना तांको भीतर समस्त गले की जो मान के भीतर असंतोष थिला सुभाषिनी जेना कर पैसा नहीं चली गले कहबे आपण ना ना तेनु जो मान के विरुद्ध रे हेई बार ताको स्वामी कर घटना जो स्वामी केस कथा कहि पारंती किंतु कथा होची एई दल भितर जो प्रकार संपर्क रहिबा कथा आपण जा कहउचंती सौभिक विश्वाल प्रभात विश्वाल को पुओ देवी